ଭାରତ ଆଉ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଏହି ଖେଳ ଆରମ୍ଭ ହେବାକୁ ଯାଉଛି। 23 ଜୁଲାଇରୁ ମାନେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତର ବହୁତ ଗୁଡ଼ିଏ ଖେଳାଳି ଇଞ୍ଜର୍ଡ଼ ହୋଇଯାଇଛନ୍ତି। ମାନେ ଖେଳ ସମୟରେ କିଛି ହେଉନଥିଲା, ଯେତେବେଳେ ରେଷ୍ଟ ସମୟ ଥିଲା ଜିମ୍ରେ ଟ୍ରେନିଂ କରୁ କରୁ ଆହତ ହୋଇଯାଇଛନ୍ତି। ନୀତିଶ ରେଡ୍ଡି, ଆକାଶଦୀପ ଯିଏ ତୃତୀୟ ଟେଷ୍ଟ ଖେଳୁଥିଲେ ସେ ଯେତେବେଳେ ବୋଲିଂ ବି କରୁଥିଲେ ତାଙ୍କର କମରରେ କିଛି ଆଘାତ ଲାଗିଥିଲା, ସେ ମଧ୍ୟ ବୋଲିଂ କରୁନଥିଲେ। ଅର୍ଶଦୀପ ସିଂ ଯିଏ ପ୍ରାକ୍ଟିସ୍ କରୁଥିଲେ ସେ ମଧ୍ୟ କିଛି ଇଞ୍ଜର୍ଡ଼ ହୋଇଛନ୍ତି। ସେତେ ପର୍ଯ୍ୟନ୍ତ ଟେଷ୍ଟ ଖେଳିନଥିଲେ, ତ ଟେଷ୍ଟ ଖେଳିବାର ଚାନ୍ସ ଥିଲା, ତ ସେଇଟା ମଧ୍ୟ ହୋଇପାରି ନାହିଁ। ତ ଅଂଶୁଲ କମ୍ବୋଜ ଯିଏ ପୂର୍ବରୁ ଭାରତୀୟ ଟେଷ୍ଟ ସ୍କ୍ୱାଡ଼ରେ ସ୍ଥାନ ପାଇଥିଲେ ପୁଣି ବାଦ ପଡ଼ିଯାଇଥିଲେ, ପୁଣି ଏବେ ସ୍ଥାନ ପାଇଛନ୍ତି। 4ଟି ପେସର ତ ଖେଳି ହେବନି, 3ଟି ପେସର ଯିଏ ସବୁ ଖେଳିବେ ତାଙ୍କ ଭିତରୁ ଆଗରେ ରହୁଛନ୍ତି ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଆଉ ତାପରେ ପ୍ରସିଦ୍ଧ କ୍ରିଷ୍ଣା ଖେଳିପାରନ୍ତି, ଅଂଶୁଲ କମ୍ବୋଜ ଖେଳିପାରନ୍ତି। ତ ଅଂଶୁଲ କମ୍ବୋଜ ଡେବ୍ୟୁ ମଧ୍ୟ କରିପାରନ୍ତି ସେପଟେ। ଆଉ 3 ନମ୍ବର ସ୍ଥାନରେ କରୁଣ ନାୟରଙ୍କ ସ୍ଥାନ ଟିକିଏ ପ୍ରଶ୍ନବାଚକ ସୃଷ୍ଟି କରିଛି, କାହିଁକିନା 3ଟି ମ୍ୟାଚ୍ରେ ତାଙ୍କର ପ୍ରଦର୍ଶନ ଏତେ ଭଲ ହୋଇନାହିଁ। ତାଙ୍କ ଜାଗାରେ ସାଇ ସୁଦର୍ଶନ ଖେଳିବା ଆଶା ଟିକେ ଦୃଢ଼ ଲାଗୁଛି, କାହିଁକିନା 3ଟି ମ୍ୟାଚ୍ରେ 6ଟି ଇନିଂସରେ ଗୋଟେ ହେଲେ ଅର୍ଦ୍ଧଶତକ ହାସଲ କରିପାରିନାହାନ୍ତି କରୁଣ ନାୟର। ତ କ'ଣ କେମିତି ଖେଳାଯିବ ସେଇପଟରେ ରିଷଭ ପନ୍ଥ ମଧ୍ୟ ଯେ ଭାରତର ବ୍ୟାଟିଂର ମେରୁଦଣ୍ଡ, ଯେ ମ୍ୟାଚ୍ର ମୋଡ଼କୁ କେତେବେଳେ ବି ବଦଳାଇ ପାରନ୍ତି, ସେ ଇଞ୍ଜର୍ଡ଼ ଯୋଗୁଁ ମାନେ ଯେତେବେଳେ ଫିଲ୍ଡିଂ କରୁଥିଲେ ତାଙ୍କ ହାତରେ ବଲ୍ ବାଜିଥିଲା, ତ କିପିଂ କରୁନଥିଲେ, ଖାଲି ବ୍ୟାଟିଂ କରି ଆସିଥିଲେ। ଲର୍ଡସ୍ ଟେଷ୍ଟର ପ୍ରଥମ ଇନିଂସରେ 74 ରନ୍ର ଗୋଟେ ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ, କିନ୍ତୁ ଯଦି ରନ୍ ଆଉଟ୍ ନ ହୋଇଥାନ୍ତେ, କେଏଲ୍ ରାହୁଲଙ୍କ ଶତକ ସେହି ସମୟରେ ହେବାର ଥିଲା, ଯଦି ସେହି ସମୟରେ ରନ୍ ଆଉଟ୍ ନ ହୋଇଥାନ୍ତେ ତାହେଲେ ଫଳାଫଳ କିଛି ଭିନ୍ନ ହୋଇଥାନ୍ତା। ଭାରତ ଏବେ 2-1ରେ ସିରିଜ୍ ଆଗୁଆ ମଧ୍ୟ ରହିପାରିଥାନ୍ତା। ତ ସିଏ ତ ଯାହା ଘଟିଯାଇଛି, କିନ୍ତୁ 74 ରନ୍ ଗୋଟେ ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ତ ଋଷଭ ପନ୍ଥ କେବଳ ଜଣେ ବ୍ୟାଟିଂ ଦୃଷ୍ଟିରୁ ଖେଳିବେ କି ଟୋଟାଲ୍ ମ୍ୟାଚ୍ରୁ ବସିଯିବେ, ତାଙ୍କ ଜାଗାରେ ଧ୍ରୁବ ଜୁରେଲ ଖେଳିବେ, ତ ସେଇଟା ଦେଖିବା ବାକି ରହିଲା। ତ ପ୍ଲେଇଂ 11ରେ ମୁଁ ଯାହାକୁ ଧରୁଛି, ପ୍ଲେଇଂ 11 ଷ୍ଟାର୍ଟିଂରୁ ଆରମ୍ଭ କଲେ ଯଶସ୍ୱୀ ଜୟସ୍ୱାଲ ଆଉ କେଏଲ୍ ରାହୁଲ ଫାଷ୍ଟ 2 ଜଣ ଖେଳିଲେ। 3 ନମ୍ବରରେ ମୋତେ ଲାଗୁଛି କରୁଣ ନାୟରଙ୍କୁ ଚାନ୍ସ ଦେଇପାରନ୍ତି, କାହିଁକିନା ଆଉ ଗୋଟେ ମ୍ୟାଚ୍ ସେମାନେ ଦେଖିପାରନ୍ତି। 3ଟି ମ୍ୟାଚ୍ ଖେଳିଛନ୍ତି, ତ ଆଉ ଗୋଟେ ମ୍ୟାଚ୍ ଦେଖିପାରନ୍ତି। 3 ନମ୍ବରରେ ସେ ରହିଲେ। 4 ନମ୍ବରରେ ଆସିଲେ କ୍ୟାପ୍ଟେନ୍ ଶୁଭମନ ଗିଲ୍, କ୍ୟାପ୍ଟେନ୍ ଶୁଭମନ ଗିଲ୍ ଆସିବେ। ତାପରେ ରିଷଭ ପନ୍ଥ ମୋତେ ଲାଗୁଛି ତାକୁ ଖେଳାଇବେ, ତ ରିଷଭ ପନ୍ଥ ଖେଳିଲେ ହେଇଗଲେ ସେ 5 ନମ୍ବରରେ। ପୁଣି 6 ନମ୍ବରରେ ରବୀନ୍ଦ୍ର ଜାଡ଼େଜା, ତାପରେ 7 ନମ୍ବରରେ ନୀତିଶ ରେଡ୍ଡି ତ ଖେଳିବେନି, ନୀତିଶ ରେଡ୍ଡି ପୁରା ସିରିଜ୍ରୁ ବାଦ ପଡ଼ିଯାଇଛନ୍ତି। ୱାଶିଂଟନ୍ ସୁନ୍ଦର ତ ଖେଳୁଥିଲେ, କିନ୍ତୁ ୱାଶିଂଟନ୍ ସୁନ୍ଦର ପୁଣି ପଦୋନ୍ନତି ପାଇପାରନ୍ତି ବ୍ୟାଟିଂକୁ। ତାପରେ ଜସପ୍ରୀତ ବୁମରା ଆଉ ମହମ୍ମଦ ସିରାଜ, ତାପରେ ଅଂଶୁଲ କମ୍ବୋଜ, ଇଏ ହେଇଗଲେ 10 ଜଣ ଖେଳାଳି। ଆଉ ଜଣେ ଖେଳାଳି ଯିଏ ରହିବ କୁଲଦୀପ ଯାଦବ ଖେଳିପାରନ୍ତି, କିମ୍ବା ଏତେ ଜଣ ସ୍ପିନର ତ ଖେଳିପାରିବେ ନାହିଁ, କାହିଁକିନା ଯଦି 2ଟି ସ୍ପିନର ଖେଳି ଦେଉଛନ୍ତି ତାହେଲେ କୁଲଦୀପ ଯାଦବଙ୍କ ସ୍ଥାନ ସେଠି ବନୁ ନାହିଁ। ତ ଆଉ ଗୋଟେ ପେସର ଯଦି ଭାରତ ଗୋଟେ କମ୍ ବ୍ୟାଟ୍ସମ୍ୟାନ୍ ନେଇ ଖେଳୁଛି, ତାହେଲେ ଗୋଟେ ଭଲ ପେସର ଖେଳିପାରେ, ପ୍ରସିଦ୍ଧ କ୍ରିଷ୍ଣା ଖେଳିପାରନ୍ତି, 4ଟା ପେସର ଖେଳିପାରନ୍ତି। ତ ଯଦି ସେମିତି ନ ହୁଏ ତାହେଲେ ପୁଣି ସାଇ ସୁଦର୍ଶନ ଖେଳିପାରନ୍ତି, କରୁଣ ନାୟର ପୁଣି 6 ନମ୍ବରକୁ ଆସିପାରନ୍ତି। ତ ଏମିତି କିଛି ହେଇପାରେ। ଆଉ 4ଟି ପେସର ଖେଳିବା ବହୁତ ମାନେ ଇଏ ଲାଗୁନି, 4ଟି ପେସର ଖେଳିବେ ବୋଲି, ଆଉ 3ଟି ସ୍ପିନର ଖେଳିବେ ବୋଲି। ତ ଦେଖାଯାଉ, ମୋତେ ତ ଲାଗିଲା ଏହି ସମ୍ଭାବ୍ୟ 11 ଏହା ଲାଗିଲା। ତ ଆପଣମାନଙ୍କର 11 କିଏ କିଏ ସବୁ ଅଛନ୍ତି କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ତ ସେପଟେ ଭାରତ ଆଉ ପାକିସ୍ତାନ ମଧ୍ୟରେ ଯେଉଁ ମ୍ୟାଚ୍ ହେବାର ଥିଲା, ରିଟାୟାର୍ଡ଼ ଖେଳାଳିମାନଙ୍କର ୱାର୍ଲଡ ଚାମ୍ପିଅନସିପ୍ ଯେଉଁଟା ଲିଗ୍ ଚାଲିଛି, ତ ଯେଉଁଟା ଇଂଲଣ୍ଡରେ ଖେଳା ହେଉଛି, ଏଜବାଷ୍ଟନରେ ଖେଳାଯିବାର ଥିଲା ବର୍ମିଂହାମ୍ରେ, ସେଇଟା ଭାରତୀୟ ଖେଳାଳିମାନେ କିଛି ଓହରି ଯାଇଥିଲେ, ତ ସେଇଥିପାଇଁ ମ୍ୟାଚ୍ ରଦ୍ଦ ହୋଇଯାଇଥିଲା। ଟିକେ ତିକ୍ତତା ବଢ଼ିଯାଇଛି, ତ ସେଇଟା ପୁଣି ICC ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପ୍ରଭାବିତ ହେବ। ତ ସେତେବେଳେ କ'ଣ ହେଉଛି ତାହା ଦେଖିବାର କଥା, କାହିଁକିନା ତିକ୍ତତା ଏବେ ପୁଣି ବଢ଼ିଯାଇଛି। ତ ଏଇଭଳି କିଛି ଘଟଣା ଘଟିଛି। ତ କ୍ରିକେଟର ସବୁକିଛି ଅପଡେଟ୍ସ ଆପଣମାନେ ମୋ ଚ୍ୟାନେଲରେ ପାଇବେ। ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଆପଣମାନେ ଭିଡ଼ିଓ ଦେଖୁଛନ୍ତି ହେଲେ ସବସ୍କ୍ରାଇବ୍ କରୁନାହାନ୍ତି, ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ସପୋର୍ଟ କରନ୍ତୁ। ଏଇଭଳି ନୂଆ ନୂଆ ଭିଡ଼ିଓ ବନେଇବା ପାଇଁ ମୋତେ ମୋଟିଭେଟ୍ ଲାଗିବ। ତ ଭିଡ଼ିଓଟି ଆଜି ପାଇଁ ଏତିକି। ଯଦି ଆପଣମାନଙ୍କୁ ଆଜିର ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ କରିବେ, କମେଣ୍ଟ କରିବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଜଲ୍ଦି ଆପଣମାନଙ୍କ ସହିତ ଦେଖା ହେବେ ଗୋଟେ ନେକ୍ସଟ ଭିଡ଼ିଓରେ। ଟିଲ୍ ଦେନ୍ ବାଏ ବାଏ, ଟେକ୍ କେୟାର।